ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକର ଅଘିରାପଦା ପଞ୍ଚାୟତରେ ଚିଞ୍ଚିଡ଼ାରୁ କମାରପାଳ ଯିବା ରାସ୍ତାରେ ଏକ ଛୋଟ ଶାଳ ଜଙ୍ଗଲ ବା ବଣ ପଡ଼ିଥାଏ। ଏହି କ୍ଷେତ୍ରଟି ଏକ ଦେବଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସ୍ଥାନରେ ଜଣେ ପାରାଦୀପ ଅଞ୍ଚଳରୁ ନିଜକୁ ବାବାଜୀ କହି ଭକ୍ତ ଜଣେ ଆସିଥିଲେ। ପ୍ରଥମେ ସେ ଚିଞ୍ଚିଡ଼ାରୁ ପାଣ୍ଡବ ଘେରା ଯିବା ରାସ୍ତାରେ ଥିବା ହଳଦିଆ ଶୁଣି ଆମ୍ବ ପାଖରେ ଆସ୍ଥାନ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ। ତାଙ୍କ ପାଖରେ ଅବଶ୍ୟ କିଛି ଆଧ୍ୟାତ୍ମ ଚେତନା ଥିବାର ଅନୁମାନ କରାଯାଉଥିଲା। ମାତ୍ର ଅତ୍ୟଧିକ ଉଦ୍ଭଟ କଥାବାର୍ତ୍ତା ପାଇଁ ଓ ମାତ୍ରାଧିକ ଭାବନା ସାଙ୍ଗକୁ କିଛି ଲୋକଙ୍କର ଭୁଲ ଚିନ୍ତାଧାରା ପାଇଁ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ବାବାଜୀ କହୁଥିବା ବ୍ୟକ୍ତିଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ଜେଲ୍ରୁ ଆସିବା ପରେ ସେ ପୁଣି ସେହି ବଉଳ ଡିହରେ ଆଶ୍ରମ କରି ବହୁତ ଦିନ ରହିଲେ। ସେହିଠାରୁ ଶନି ମନ୍ଦିର ପ୍ରତିଷ୍ଠା ହେଲା। ଶନିଦେବଙ୍କ ପୂଜାର୍ଚ୍ଚନା ନିୟମିତ ଯଥାବିଧି ଚାଲିଲା। 13 ବର୍ଷ ଧରି ପ୍ରତିବର୍ଷ ଖୁବ୍ ଧୁମଧାମରେ ବାର୍ଷିକ ଉତ୍ସବ ପାଳିତ ହେଉଅଛି। ବିଜୁ ପଟ୍ଟନାୟକଙ୍କ ଆମ ଗାଁ ଆମ ବିକାଶରେ ପ୍ରଦତ୍ତ ଅର୍ଥ ରାଶିରେ ନୂତନ ଶନି ମନ୍ଦିର କାର୍ଯ୍ୟ ଆଗେଇଛି। ପୂର୍ବତନ ଅଘିରାପଦା ସରପଞ୍ଚ ରାଧା ଗୋବିନ୍ଦ ଧଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଗ୍ରାମବାସୀଙ୍କ ସହଯୋଗରେ ବାର୍ଷିକ ଉତ୍ସବ ଖୁବ୍ ଧୁମଧାମରେ ପାଳିତ ହୋଇ ଆସୁଅଛି। ଚଳିତ ବର୍ଷ ମାର୍ଚ୍ଚ 13 ତାରିଖ ଶୁକ୍ରବାର ଓ 14 ତାରିଖ ଶନିବାର 2 ଦିନ ଧରି ଏହି ଉତ୍ସବ ପାଳିତ ହେଉଥିବାର ସ୍ଥିର ହୋଇଛି। ଏହି କ୍ଷେତ୍ରର ବିଶେଷତଃ ଯିଏ ନିଷ୍ଠାର ସହ ଶନିଦେବଙ୍କ ପାଖରେ ନିଜର ମନସ୍କାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ତାଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ। ପ୍ରାୟ ପ୍ରତି ଶନିବାରରେ କେହି ନା କେହି ମାନସିକ ପୂଜା କରିଥାନ୍ତି। ଔପଦାର ନିରଞ୍ଜନ ପ୍ରସାଦ ବାରିକଙ୍କ ସହ ଶାନ୍ତନୁ କୁମାର ବେହେରାଙ୍କ ରିପୋର୍ଟ, ରୂପଥାଳିଆ ନ୍ୟୁଜ୍।